ଆଜି ମଣିଷ ପୁରାପୁରି ଫସିଗଲା। ଆଉ ଏମିତି ହେବ ବୋଲି କେବେ ବି ଭାବିନଥିଲି। କ'ଣ ହେଲା ସେଇଟା ଆଗକୁ ଭିଡ଼ିଓ ଦେଖିଲେ ଜାଣିପାରିବେ। ହ୍ୟାଲୋ ସାଙ୍ଗମାନେ, ନମସ୍କାର, ଜୟ ଜଗନ୍ନାଥ। ସକାଳୁ ସକାଳୁ ଗାଧୋଇ ପାଧୋଇ ରେଡ଼ି ହୋଇଯାଇ ପହଞ୍ଚିଲି କେଉଁଠି ନା ଡିପୋରୁ ପୁଣି ସେଇ 16 ନମ୍ବର ଏସି ଗାଡ଼ି ଧରି ପହଞ୍ଚିଲି ମାଷ୍ଟର କ୍ୟାଣ୍ଟିନ୍ରୁ ବହୁତ ସାରା ପ୍ୟାସେଞ୍ଜର ଧରି ଚାଲିଲି କଟକ ଗଲାବେଳକୁ ବାଟରେ ଟିଫିନ୍ ଟିକେ ଧରି ଯାଇ ପହଞ୍ଚିଲି ନରାଜରେ ଟିଫିନ୍ କରି ଟିକେ ସମୟ ରେଷ୍ଟ କଲୁ। ରେଷ୍ଟ କଲା ପରେ ପୁଣି ବାହାରିଲୁ କେଉଁଠି ନା ମାଷ୍ଟର କ୍ୟାଣ୍ଟିନ୍ ବାଟରେ ଗଲାବେଳକୁ ଖାଇବା ଟିକେ ଲଞ୍ଚ ଟିକେ ନେଇଥିଲୁ। ଖାଇ ପିଇକିରି ପୁଣି ବାହାରିଲି ନରାଜ ଯାଇ ପହଞ୍ଚି ସେଠି ଆମର କିଛି ଡ୍ରାଇଭର କଣ୍ଡକ୍ଟର ସମସ୍ତେ ମିଶିକିରି ଖଟି କରୁଥିଲୁ। କିଛି ସମୟ ପରେ ବହୁତ ଜୋରରେ ବର୍ଷା ମେଘ ଉଠିକିରି ଆସିଲା। ଆଉ ବହୁତ ଜୋରରେ କଳା ହେଇକିରି କେମିତି ମେଘ ଦେଖାଯାଉଛି ଦେଖନ୍ତୁ। ଡର ଲାଗୁଥିଲା ମେଘ ଦେଖିକିରି। ଯାହା ବି କିଛି ସମୟ ପରେ ବର୍ଷା ପବନ ଏତେ ଜୋରରେ ହେଲା, ଗାଡ଼ି ଏମିତି ହଲୁଥିଲା, ଡର ମାରୁଥିଲା ସତରେ ଗାଡ଼ି ଫାଡ଼ି କ'ଣ ହେଇଯିବ ନା କ'ଣ। ତାର କିଛି ସମୟ ପରେ ଯାହା ବର୍ଷା ଛାଡ଼ିଲା। ତାପରେ ବାହାରିଲୁ ପୁଣି ମାଷ୍ଟର କ୍ୟାଣ୍ଟିନ୍ ଆସିଲା ବେଳକୁ ବାଟରେ ନରାଜ ପାଖରେ ବହୁତ ସାରା ଗଛ ପଡ଼ିଛି, ଯେଉଁଥିରେ କି ଗାଡ଼ି ଯାଇପାରିଲାନି। ଗାଡ଼ି ପାଖାପାଖି 1 ଘଣ୍ଟା ସେଠି ଅପେକ୍ଷା କରିଲୁ। ତାପରେ ସେଠାକାର ଲୋକାଲ ଲୋକ ଗଛ କାଟିକି ରାସ୍ତା କ୍ଲିୟର କଲା ପରେ ପୁଣି ଆମେ କୁଲଫି ଖାଇ ମଜାମସ୍ତି କରି ପୁଣି ବାହାରିଲୁ କେଉଁଠିକି ନା ମାଷ୍ଟର କ୍ୟାଣ୍ଟିନ୍ ବାହାରିକି ଆସିଲା ବେଳକୁ ପୁଣି ଆମକୁ CNBTରେ କିଛି ସମୟ ଅଟକେଇଲେ, କାହିଁକିନା ଗାଡ଼ି ଲେଟ୍ ଥିଲା। ଲଗାତାର 3ଟା ଗାଡ଼ି ଆସିଲା ବୋଲି 10 ମିନିଟ୍ ସେଠି ଅପେକ୍ଷା କଲୁ। ତାପରେ ବାହାରିଲୁ ମାଷ୍ଟର କ୍ୟାଣ୍ଟିନ୍ ଆସିଲା ବେଳକୁ ପୁଣି ବାଟରେ ଟ୍ରାଫିକ୍ ଟିକେ ଜାମ୍ ପଡ଼ିଲା। ତାପରେ ଆସିଲୁ କେଉଁଠି ନା ଶ୍ରୀୟା ଛକରେ ପହଞ୍ଚିଲା ବେଳକୁ ଗୋଟେ ଛୋଟ ପିଲାଟି କେମିତି ମୋତେ ଦେଖିକି ଟାଟା ବାଏ ବାଏ କରୁଛି, କେମିତି ଗାଡ଼ି ଗୁଣ୍ଡୁଛି ଦେଖନ୍ତୁ। ଯାହା ବି ହଉ ମାଷ୍ଟର କ୍ୟାଣ୍ଟିନ୍ ପହଞ୍ଚିଲୁ। ମାଷ୍ଟର କ୍ୟାଣ୍ଟିନ୍ ପୁଣି ବାହାରିଲୁ ଡିପୋ ବାହାରିଲା ବେଳକୁ ଓଲାବାଲା ଆଜି କେମିତି ଓଲା ବନେଇ ଦେଇଛନ୍ତି ସେ ଲୋକକୁ ଦେଖନ୍ତୁ। ଓଲା ଗାଡ଼ି ଗଡ଼ି ଯାଉଥିଲେ ସେ। ତାପରେ ଆସି ପହଞ୍ଚିଲୁ କେଉଁଠି ନା ଡିପୋରୁ ଡିପୋଜିଟ୍ କରି ପୁଣି ବାହାରିଲୁ ରୁମ୍ରେ ଫ୍ରେଶ୍ ହେଇ ମୋଟର ମୋର ବାହାରିଲୁ ଡିନର୍ କରିବା ପାଇଁ। ଡିନର୍ କରି ପୁଣି ଆସିକି ପହଞ୍ଚିଲୁ ରୁମ୍। ରହୁଛି, ନମସ୍କାର, ଜୟ ଜଗନ୍ନାଥ।